गुरुब्रह्मा गुरुविष्णु गुरुदेव महेश्वर गुरुरेव परं ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं चेनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 शिवपुराण बा शैवपुराण द्वितीय खंड तारकासुर बध प्रथम भाग। एथु अनंतरे कथा शुण सर्वजतीये सुधर्मा मंडप मध्ये विजे सुरपति षोड़बदन को तांक आगरे बसाई तारकासुरर कथा कहिले बुझाई ताहा शुणी षडानन बोइले क्रोधरे से दुष्ट दैत्य को मारी विमु प्रथमरे तांकरी प्रतिज्ञा शुणी ब्रह्मा दुष्ट होई जोशवंत भुवनरे प्रवेशिले जाई इंद्र आदि देवगण मने ग्लभित सब आबोइले एथर आंब शत्रु जीवनाश एते बोली देवगण हुअन्ते आनंद एते बोली देवगण हुअन्ते आनंद मध्य भुवन रे जाई मिलिले नारद कणयमयपुर रे प्रवेशिले जाई स्वर्गरु अधिक शोभा जे पुर दिशई उत्तम पदार्थ तीन जगत रे जहा सबु तो ही रखी अछि दैत्य कूल नाहा तिनी पुर लोके ताकु खटी थांती आसी ता नाम शुणिले देवे होई थांती त्रासी एमंत दैत्यर पुरे मिलिले नारद सप्तगुण चालिबा जाइन बीणा बाद्य तोटापुर जगतिरे अच्छी दैत्यपुर दूरदेश वार्ताणी कहउछन्ति चार एमंत समय प्रवे सन्ते धाता सुत दूत देखी आसनरु उठिला दैत्य नमस्कार करिबेनी चरण को धोई पासे बसाइले दिव्य चित्रासन देई कल्याण करिण मुनि पुछिले कुशल असुर बोइला मोर अछि सबु भल केउठारु आगमन होइला तुम्भर कि कार्ये आसीच ताहा कह मुनिवर आपणक आगमन हेतु धाता पुत्र कुलगोत्र वंशमर होइला पवित्र ए वचन शुणी तो से बोलती नारद स्वर्गरु अइल शुणी तहिर संवाद सदाशिवंकर पुत्र नाम षडानन जन्मिले आश्विन मास पौर्णमीर दिन विधाता सहित इंद्र आदि देवे गले देवसेनापति साड़ी से पुत्र को देले सुधर्मा शोभारे तांकु बसाइले आणी अनेक उत्सव स्वर्गे कले वज्र पाणी विचित्र मयूर तांको बाहनार्थे देई ब्रह्मा निजे एक महा शक्ति समर्पिले विचित्र मयूर तांकु बाहनार्थे देले ब्रह्मा निजे एक महाशक्ति समर्पिले प्रतिज्ञा कले से शक्ति तरी शंभुसुत एथिरे करिब तुम एथिरे करिबि तुम बैरी निपात अरे एकथा शुणन्ते जणाइले सचिपति तारका असुर थिले केबे न वर्तन्ति तिनी पूरा लोकंकु से तथ्य कष्ट देला सबु सार द्रव्य जाक
ଆପଣାର କଲା। ବ୍ରହ୍ମାବର ପ୍ରସାଦରୁ ଜିଣି ତିନି ପୁର ସ୍ୱର୍ଗପୁର ଘେନି ଗଲା ସବୁ ଦ୍ରବ୍ୟ ସାର। ଆମକୁ ତା ପାଦେ ନେଇ କରାଇଲା ସେବା। ଆରେ ମନ୍ତ ବହୁତ କଥା କହିଲା ମଘବା। ଶୋକଭର ହୋଇ ଜଣା ଇଲେ ଦିଗ ପାଳେ। ଆବର କହିଲେ ସବୁ ଦେବତା ବିକଳେ। ପୃଥିଦେବୀ ଜଣାଇଲେ ଯୋଡ଼ିବେନି କର। ବହି ପାରୁ ନାହିଁ ମୁଁ ଏ ଅସୁରଙ୍କ ଭାର। ଏପରି କହନ୍ତେ ସର୍ବେ କାକୁସ୍ତବ ବଚନ। କ୍ରୋଧରେ ବୋଇଲେ ତାହା ଶୁଣି ସଡ଼ାନନ। ତାରକାସୁରକୁ ନିଶ୍ଚୟ କରିବି ମୁହତ। ବାହୁବଳେ ବିନାଶିବି ସକଳ ଦଇତ। ଏହା ଶୁଣି ଆମ୍ଭେ ଆସି ଅଛୁ ତୋତେ କହି। ଆଗୁ ଜାଣିଥାଅ ତୁମ୍ଭେ ସାବଧାନ ହୋଇ। ତୋର ଆମ୍ଭଠାରେ ଯେଣୁ ଅନେକ ବିଶ୍ୱାସ। ତେଣୁ ଆସି ତୋ ଆଗରେ କହିଲୁ ସନ୍ଦେଶ। ଏକଥାରେ ହେଳା ନ କର ତୁ ଦୈତ୍ୟରାଜ। ମହାବଳୀ ଅଟନ୍ତି ସେ ଈଶ୍ୱର ଆତ୍ମଜ। ବାହୁବଳେ ବଢ଼ି ସେ ହୋଇବ ବଳବନ୍ତ। ପାରିଲେ ପିଲାଟି ଦିନୁ କୁଟେ କରି ହତ। ଛିଦ୍ର ଲାଗି ଶତ୍ରୁକୁ ଯେ ନ କରଇ ନାଶ। ହେଳା କରି ଯେ ରଖଇ ଋଣ ଅବଶେଷ। ଅଳ୍ପ ରୋଗ ରଖେ ଯେହୁ ନ ଖାଇ ଔଷଧ। ଦାରା ବଇରିକି ଯେହୁ ନ କରଇ ବଧ। ପ୍ରଧାନ ଲୋକର ତୁଲେ ବୈର করে যেহু। ସେ ଭୃତ୍ୟ କୋପଇ ପ୍ରଭୁ ଆଗେ କହୁ। ସାନ ସର୍ପ ଦେଖି ଯେହୁ ନ କରଇ ଭୟ। ସେ ଯେ ଅବା କରଇ ରାଜ ଦ୍ରବ୍ୟ ଅପବ୍ୟୟ। ପର ନାରୀ ହରିବାକୁ ଯେ କରେ ଗମନ। କ୍ଷୀର ନୀର ମିଶାଇ ଯେ କରଇ ଭୋଜନ। ରାଜପୁତ୍ର ତୁଲରେ କେ ଜୁଆ ଖେଳେ। ମୂଢ଼ପଣେ ପତିବ୍ରତା ନାରୀ କି ଯେ ଚାଳେ। ଏଥିରେ ନଥାଏ ଯାର ହିତାହିତ ଜ୍ଞାନ। ତାହାକୁ ହୁଅଇ ନିଶ୍ଚେ ଅକାଳ ମରଣ। ତୁ ଅବା ନ ଜାଣୁ କେଉଁ କଥା ଦୈତ୍ୟସୁର। ଏଥକୁ ଚାହିଁନ ନିଜେ ମନରେ ବିଚାର। ତେ କହି ମୁନିବର ହେଲେ ଅନ୍ତର୍ଧ୍ୟାନ। ଉଚ୍ଚାଟ ହୋଇଣ ଶୁଣି ଦାନବର ମନ। ମନେ ମନେ ଦୈତ୍ୟ ରାଜା କରିଲା ବିଚାର। କାଲି ଯାଇ କରିବି ମୁଁ ଶତ୍ରୁକୁ ସଂହାର। ଏମନ୍ତ ବିଚାରି ତହୁଁ ଉଠି ଦୈତ୍ୟପତି। ଅନ୍ତପୁର ଭବନରେ ମିଳିଲା ତଡ଼ତି। ପହଣ୍ଡ ମଣାଇ ନେଲା ଦାସୀ ପରିବାରି। ମଣିମା ଡାକ ଦିଅନ୍ତି ଥୋକେ ନାରୀ। ସୁବାସିତ ଜଳ ଘେନି ଧୋଇଲେ ପୟର। ମଣୋହି ମନ୍ଦିରେ ବିଜେ କଲା ଦୈତ୍ୟସୁର। ଭୋଜନାଥେ ଅଞ୍ଚଇ ଘୁଞ୍ଚିଲା ଯେ ତାମ୍ବୁଳ। ତଦନ୍ତେ ମିଳିଲା କେଳି ପୁରେ ମହାବଳ। ବିଚିତ୍ର ମନ୍ଦିରେ ଅଛି ବିଚିତ୍ର ପଲଙ୍କ। ତହିଁ ପରେ ବାହୁଡ଼ିଲା ହୋଇଣ ନିଶଙ୍କ। ଖଟିଲେ ବିବିଧ ବେଶ ହୋଇ ପୁର ନାରୀ। ଆଲଟ ଚାମର ପୁଷ୍ପ କରେଛନ୍ତି ଧରି। କେ ଧରିଛି ଝରା କେହୁ ଧରିଛି ଦର୍ପଣ। କେ ହଡ଼ପ ଭାଙ୍ଗଇ କେ କୁଞ୍ଚଇ ବସନ। କା করে গন্ধ কাহা করে ধূপ কাঠি। কে মণর মণি ধরি ଅଛି ଗନ୍ଧ ପେଟି। ଚରଣ ଚାପୁଛି ବସି କେ ବଣ ବିମ୍ବଷ୍ଟି। ଧୀର ଧୀର କରି କେହୁ ଫୁଟାଏ ଅଙ୍ଗୁଷ୍ଟି। କେ ବଣ ସୁନ୍ଦରୀ ଘେନି
লেপই চন্দন ଧୀର ଧୀର କରି କେହୁ ଚାଳୁଛି ବ୍ୟଞ୍ଜନ କହୁଥିଲେ ନ ସରିବ ଅସୁରର ଭୋଗ ଏଥୁ ଅନନ୍ତରେ କଥା ଶୁଣ ମହାଭାଗ ନାରୀଗଣ ହୋଇଛନ୍ତି ସେବାରେ ତତ୍ପର ନିଦ୍ରା ବସେ ଅଚେତନ ହୋଇଲା ଅସୁର ରାତ୍ର 10 ଘଡ଼ି ବେଳ ଦେଖଇ ନୟନ ଆପେ ପିନ୍ଧି ଅଛି ଯେଉ ରକତ ବସନ କଣ୍ଠରେ ଲମ୍ବାଇ ଅଛି ରଙ୍ଗ ଫୁଲ ମାଳ ଦକ୍ଷିଣ ଭୁଜରେ ଧରି ଅଛି ଲୁହା ଶୂଳ ସର୍ବାଂଶରେ ହୋଇଅଛି ତୈଳେ ଜୋର ଜୋର ଆରୋହଣ କରିଅଛି ମହିଷୀ ଉପର ଦକ୍ଷିଣ ଦିଗକୁ ଏହା କରିଛି ଗମନ ଆଗେ ଆଗେ ରାବୁଛନ୍ତି କାକସିବ ଶ୍ୱାନ ଏମନ୍ତ ସ୍ୱପନ ଦେଖି ଉଠିଲା ସତ୍ପରେ ନାରଦ କହିବା କଥା ଭାଲଇ ମନରେ ଛିନ୍ନ ଚିତ୍ତ ଛନ ଛନ ହେଲା ପ୍ରଖର ନିଶ୍ୱାସ ସତେ କି ଈଶ୍ୱର ସୁତ ହେଲେ ପରବେଶ ଦୂରେ ମନ କର୍ଣ୍ଣ ଦେଇ ଶୁଣିଲା ଶବଦ ଭଲୁକ ରାବକୁ ଶୁଣି ମନରେ ବିଷାଦ ଏକା ହୋଇ ନାରୀଟିଏ କରୁଛି ରୋଦନ ତା ଶୁଣିବା ମାତ୍ରେ ଚିତ୍ତ ହେଲା ଛନ ଛନ ମନେ ବିଚାରିଲା ମୋର ନାହିଁ ଆଉ ଯଶ ନପୁଣ କରଇ ଶିବ ପୁତ୍ର ମୋର ନାଶ ଏମନ୍ତ ବିଚାର ପୁଣି ଭାଲଇ ଦଇତ ସ୍ୱପନ ଦେଖିବା କଥା ଅଟଇକି ସତ ନିଦ୍ରା ଯିବା ସମୟରେ ଭ୍ରମୁଥାଏ ମନ ସେହି କାରଣରୁ ଲୋକେ ଦେଖନ୍ତି ସ୍ୱପନ ଏଥକୁ ଭାଲିଲେ ବସି ହୋଇବ ବା କିସ ପ୍ରଭାତୁ କରିବ ଯାଇ ଶତ୍ରୁକୁ ବିନାଶ ମୁହ ବା କାହାକୁ ରଣେ କଲେ ଅଛି ହାରି ବିଧାତାଙ୍କ ବର ସରି ନାହିଁ ତ ଆହୁରି ଦେବତା ମାନେ ତ ମୋତେ ନୁହନ୍ତି ସମାନ ଈଶ୍ୱର ତ ନୟ ଅଟେ ବୟସରେ ସାନ ସେ କାହୁ ଜାଣିବ ବା ଯୁଦ୍ଧର ଚରିତ କାଲି ଯାଇ ସମସ୍ତଙ୍କୁ କରିବି ନିପାତ ଏମନ୍ତ ବିଚାର ପୁଣି କରିଲା ଶୟନ ଏମନ୍ତ ବିଚାର ପୁଣି କରିଲା ଶୟନ ନିଦ୍ରା ନ ମାଡ଼ଇ ଆକୁ ଲିତ ପଞ୍ଚମନ ପୁଣି ବିଚାରଇ ହେଲା କଲେ ଶତ୍ରୁଠାରେ ବେଳୁ ବେଳ ବଳ ବୁଦ୍ଧି ହୁଏ ତା ଶରୀରେ ଆରେ ମନ୍ତ ବିଚାରି ଦ୍ୱାର ପାଲକୁ ଡକାଇ ବୋଇଲେ ମୋ ଆଜ୍ଞା ଘେନି ଯାଅ ବେଗ ହୋଇ ବିଳମ୍ବ ନ କରି ଏହି କ୍ଷଣେ ଚଳି ଯିବୁ ମନ୍ତ୍ରୀ ତୁଲେ ସେନାପତି ମାନଙ୍କୁ ଆଣିବୁ ଆଜ୍ଞା ପର ମାନେ ବେଗେ ଯାଇ ଦ୍ୱାର ପାଳ ସମସ୍ତଙ୍କୁ ସଙ୍ଗେ ଘେନି ଓଇଲା ତତ୍କାଳ ତାଙ୍କୁ ଦେଖି ବସାଇଣ କଲେ ଦୈତ୍ୟ ସ୍ୱର ଆସୁଣ ସର୍ବେ ମନ ଦେଇ ନାରଦଙ୍କ ଗିର ଇନ୍ଦ୍ର ଆଦି ଦେବତାଙ୍କୁ ବ୍ରହ୍ମା ସଙ୍ଗେ ଘେନି ଈଶ୍ୱର ପୁତ୍ରକୁ କଲେ ସ୍ୱର୍ଗର ସେନାନୀ ଇନ୍ଦ୍ର ଆଦି ଦେବତାଙ୍କୁ ବ୍ରହ୍ମା ସଙ୍ଗେ ଘେନି ଈଶ୍ୱର ପୁତ୍ରକୁ କଲେ ସ୍ୱର୍ଗର ସେନାନୀ ଓಂ ନମଃ ଶିବାୟ ନମଃ ଶିବାୟ ନମଃ ଶିବାୟ।